କିଛି ନିସ୍ତାର୍ଥ ବ୍ୟକ୍ତି ମୋତେ ଆକ୍ଚୁଆଲି ଏଇ ଜିନିଷ ଯେଉଁ କହୁଛନ୍ତି ସେମାନେ ଏଇଟା ତାଙ୍କର ଉଦ୍ଦେଶ୍ୟ ପ୍ରଣୀତ ଭାବରେ କହିଛନ୍ତି। ତେଣୁ ମୁଁ ଦଳ ଛାଡ଼ି ନାହିଁ ଏବଂ ବିଜୁ ଜନତା ଦଳରେ ଅଛି ଏବଂ ବିଜେପିରେ ମଧ୍ୟ ଯେଉଁ ଜଏନ୍ କରିବା କଥା କହିବି କଥା ପୁରା ଟୋଟାଲି ମିଥ୍ୟା ଅଟେ। ମୁଁ ଦଳ ପାଇଁ କାର୍ଯ୍ୟ କରୁଛି, ଏ ଦଳ ପ୍ରତି କାର୍ଯ୍ୟ ମଧ୍ୟ କରିବି। ଦେଖନ୍ତୁ ସେ ବିଷୟରେ ତ ଦଳ ମଧ୍ୟ ଜାଣିଛି। ମୁଁ ଲିଖିତ ଆକାରରେ ମଧ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଦେଇଛି ଏବଂ ଆମର ଯେ କର୍ମକର୍ତ୍ତା ଅଛନ୍ତି ତାଙ୍କୁ ମଧ୍ୟ ଦେଇଛି। ସେଇ ବିଷୟରେ ସେମାନେ ତାଙ୍କର ଯାହା ନିଷ୍ପତ୍ତି ନେବେ ସେ ଅନୁସାରେ ମୁଁ ତାଙ୍କୁ ମଧ୍ୟ କାମ କରିବି। ଆଉ ନା ରେଜିଗ୍ନେସନ୍ ଲେଟର୍ ମୁଁ କେବେ ଦେଇନି କି ମୋତେ କୌଣସି ଦିନ ମଧ୍ୟ ମାନେ ଷ୍ଟେଜ୍ରୁ ଓହ୍ଲା ଯାଇନାହିଁ। ମୁଁ ଦଳରେ ଅଛି, ଦଳ ପାଇଁ ମଧ୍ୟ କାର୍ଯ୍ୟ କରୁଛି। ବିଜୁ ଜନତା ଦଳରେ ମୋର ଜନ୍ମ ଏବଂ ଜନତା ଦଳରେ ଅଛି, ବିଜୁ ଜନତା ଦଳରେ ଅଛି ଏବଂ ଦଳ ପାଇଁ ମଧ୍ୟ କାମ କରୁଛି। ମୁଁ ଯେଉଁ ଶୃଙ୍ଖଳିତ କରିବି ଭାବରେ କାମ ଦେଖନ୍ତୁ ମୋତେ ଯଦି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋତେ ଚୁଜ୍ କରନ୍ତି, ଯେହେତୁ ମୁଁ 47,000 ଉର୍ଦ୍ଧ୍ୱ ଭୋଟ୍ ଜିତିଥିଲି ଆଠଟି ନିର୍ବାଚନ ମଣ୍ଡଳୀରୁ, ଯଦି ମୋତେ ସେ ଟିକେଟ୍ ଦିଅନ୍ତି ମୁଁ ସେ ଟିକେଟ୍ ନେଇକି ଲଢ଼ିବି। ସେଟା କାର୍ଯ୍ୟ କରୁଛି, କାର୍ଯ୍ୟ କରିବି। ଦେଖନ୍ତୁ ସେଟା ତ ଦଳ ବୁଝିବ ନା, ଦଳ ନିଷ୍ପତ୍ତି ନେବ ସେ କ'ଣ କରିବ କ'ଣ ନାହିଁ, ଦଳ ନିଷ୍ପତ୍ତି।